बोल आमर शिशु अनंत मूर्ति टिके नवकळवर होती पाखरे निताई बहु दुई मूर्ति स्थान पाई ए पाखरे अखंड नाम रे भज निताई गौर राधेश्याम जप हरे कृष्ण हरे राम ये नामटी वर्तमान अखंड अच्छा नामर महिमा आमे जेमती सब भावुचु अति संकीर्ण मनोभाव रे आमे नामर महिमा को आमे व्याख्या करूँ आमे भावु आमे जहाँ पढ़ुचु ठीक आमे ही जो नामटा को भजन करूँ से नामटा ही प्रकृत में भजन योग्य अन्य गुड़िक से भली योग्य नुहति किंतु प्रकृत में जड़े उपलब्धि करिथिबा मनीष अनुभवी मनीष जे प्रकृत रे तांको अनुभव करिछि प्रकृत रे से किए आउ आमे किए आज गोटे कथा प्रसंग रे जड़े तेलंगा पेंठरे जड़े बाबू दीक्षा देले तांको पचारिली काली संध्यार कहले काली सका आम मु दीक्षा नेबी आ ये स्वामी स्त्री दी जन जाक दीक्षा ने धला पोशाक पिंधि आसिक पहुँचले मुझे पचारि आपण काहांकु बा भगवान तो अशेष नाम आपण क्यों नामटी को आपण सबुदिन उच्चारण करती भल पाती अर्थात भगवान क्यों रूप क्यों नाम को आपण भल पाती से सांगे सांगे उत्तर देले निराकार जितेबाला से निराकार बोली कहले से आउ प्रश्नर आउ किसी प्रश्न पचारिया को इच्छा करेनि मंत्रटी देली क्यों मंत्र देली से हूँ परमात्मा मंत्रटी को देली किसी समय पर मुझे पचारि जे आपण यही शब्दटा को केमिति पाइले कौटू पाइले कारण जहाँ को आम जिते पचारिचु तुम क्या भल पाच किए कहती अनेक कहती जगन्नाथ ता भीतर केतक कृष्ण राम हनुमान दुर्गा शिव ये सब कथा टिके केते जन कहती आपण एमती भी लोक अच्छा कहते आम आपण को भल पाऊ बोले राति पाइले आपण को नाम आम स्मरण करूँ ठीक अच्छे आम नाम स्मरण कल आम आम नाम भी देलु कि आपण कहते निराकार ये शब्दटी को कौटू आनिले से सब तार उत्तर देले मु गोटे निर्दिष्ट संप्रदाय बा निर्दिष्ट माने एटा कौन प्रजापति ब्रह्मा कुमारी से मानक संस्थारे किसी दिन जोग देइथिली ये शब्दटी मो पाइली भल कथा किंतु प्रकृत में कौन भगवान निराकार कि सी जेहेतु बुझी तेणु से सांगे सांगे मो कथार सम्मति जनइले
ଭଗବାନ ପ୍ରକୃତରେ ନିରାକାର କି? ସେ କହିଲେ ଯେ ନିରାକାର ସେ ତ ଅଛନ୍ତି, ଆଉ ନିରାକାର କେମିତି ହେଲେ? ବଳିଆ ଯେଉଁ କଥାଟି ତାଙ୍କୁ ପଚାରିଲା ସେ କଥାରେ ସେ ସମ୍ମତି ପ୍ରଦାନ କଲେ। ଯିଏ ଥିଲେ, ଅଛନ୍ତି ଏବଂ ରହିବେ, ଏତିକି କେବଳ ତଫାତ୍। ସେ ଅଦୃଶ୍ୟ ଜ୍ୟୋତି, ଏଇ ଆଖିରେ ତାଙ୍କୁ ଦେଖି ହେଉନି। ତେଣୁ ଶବ୍ଦ ସୃଷ୍ଟି କରାଯାଇଛି ଯେ ସେ ହେଉଛନ୍ତି ନିରାକାର। ପ୍ରକୃତରେ ସ୍ରଷ୍ଟା ହେଉଛନ୍ତି ନିରାକାର, ଏ ସ୍ରଷ୍ଟା ହେଉଛନ୍ତି ଏକମାତ୍ର ସାକାର ଏବଂ ସୃଷ୍ଟି ହେଉଛି ନିରାକାର। ସେ କଥାରେ ସେ ମଧ୍ୟ ମାରିଲେ। ମୁଁ କହିଲି ଆପଣ ଦେଖନ୍ତୁ, ଯିଏ ପ୍ରକୃତରେ ସବୁଦିନେ ରହି, କେଉଁ ଆବାହମାନ କାଳରୁ ଆମେ ତାଙ୍କୁ ଯେତେ ରୂପରେ, ଯେତେ ନାମରେ, ଯେତେ ମାର୍ଗରେ ତାଙ୍କୁ ଆମେ ସାଧନ ଭାଜନ କରୁଛୁ, ସେ ତ ଅଛନ୍ତି। ଆଉ ସବୁ ପରିବର୍ତ୍ତନ ହେଇଯାଉଛି, ସେ କିନ୍ତୁ ଅଛନ୍ତି। ତେଣୁ ସେ ହେଉଛନ୍ତି ପ୍ରକୃତ ସାକାର। ଆଜି ବି ତାଙ୍କୁ ଯୋଗୀ ଋଷି ମୁନିମାନେ ତପସ୍ୟାରେ ତାଙ୍କୁ ହିଁ ଖୋଜୁଛନ୍ତି, ପାଉଛନ୍ତି ମଧ୍ୟ। କେହି ମାନେ କିଭଳି ଭାବରେ ପାଉଛନ୍ତି, କିନ୍ତୁ ପାଉଛନ୍ତି। ମୁଁ ଶେଷରେ ଗୋଟିଏ କଥା କହିଲି, ଇଏ ସୃଷ୍ଟି ହେଉଛି ନିରାକାର। କାରଣ ସୃଷ୍ଟିର ପ୍ରତ୍ୟେକ ବସ୍ତୁ ଠାରୁ ଜୀବ ପର୍ଯ୍ୟନ୍ତ ସବୁ ଭିତରେ ନିରାକାର ଅଛନ୍ତି, ମାନେ ସେ ସାକାର ପୁରୁଷ ଅଛନ୍ତି। ଏମିତି କୌଣସି ବସ୍ତୁ ନାହିଁ ଯେଉଁ ବସ୍ତୁରେ ସେ ନାହିଁ। ସେ ଯେହେତୁ ଅଛନ୍ତି, କିନ୍ତୁ ସେ ବସ୍ତୁ ଭିତରେ ଥାଏ। ଆମେ ବସ୍ତୁକୁ ଦେଖୁଛୁ, କିନ୍ତୁ ବସ୍ତୁ ଭିତରେ ଥିବା ସେଇ ଶକ୍ତି ଆଉ ସାମର୍ଥ୍ୟକୁ ଆମେ ଦେଖିପାରୁ। ତେଣୁ ସିଏ ହେଉଛନ୍ତି ଏକମାତ୍ର ସାକାର, ଏ ସୃଷ୍ଟି ହେଉଛି ଏକମାତ୍ର ନିରାକାର। ସେ କଥାରେ ସେ ଖୁସି ହେଲେ। ତେଣୁ ଆମେ ବର୍ତ୍ତମାନ ଆମ କଥା ଭିତରେ ମୁଁ ସବୁବେଳେ ତାଙ୍କୁ କହିଲି, ଆମ ଧର୍ମୀୟ ଜଗତରେ ମୋତେ ଯିଏ ପଚାରନ୍ତି ଆପଣ କେଉଁ ମତବାଦର ଲୋକ, ମୁଁ କହେ ମୁଁ ହେଉଛି ବାସ୍ତବବାଦୀ। ମୁଁ ବସ୍ତୁ ଆଉ ବାସ୍ତବତାକୁ ମୁଁ ଗ୍ରହଣ କରେ। ବସ୍ତୁ ଯଦି ପୃଥିବୀରେ ନ ରହିବ, ବାସ୍ତବତା ଯଦି ନ ରହିବ, ତାହେଲେ ପୃଥିବୀରେ କିଛି ରହିବ ନାହିଁ। କେବଳ କଜିଆଟା ଲାଗିଛି। ଆପଣମାନେ ଦେଖିବେ ଆମ ଧର୍ମ ଜଗତରେ କଜିଆ ମୋତେ ନୀତିନିଧାରୀ। ଯେମିତି ଗୋଟେ ଲୋକ ଗୁଡ଼ାକ ରାଗିକି ଗଲେ, ଏ ଶଳା ବାଇଚଟ, ଏମିତି ଗୋଟେ କହିଦିଅନ୍ତି। ମାନେ ତା ପ୍ରକୃତରେ ସେ ତାର ଶଳା ନୁହେଁ କି ତା ଭିଣେଇ ନୁହେଁ, କିନ୍ତୁ କେଉଁ ଶଳା ବାଇଚଟ କହିଦିଅନ୍ତି। ସେମିତି ଆମର ଯେତେ ଧର୍ମ ଇଏ ପୃଥିବୀରେ ଆଜି ପର୍ଯ୍ୟନ୍ତ ସୃଷ୍ଟି ହେଇଛି, ଆହୁରି ବି ହବ। ଆମର ତ କିଛି ନାହିଁ। ଆମେ ତ ଗୋଟେ ଯେମିତି ଗୋଟେ ଚିରା ଅଖା ପିଞ୍ଜରା ହୋଇ ଗୋଟେ ଗହୀର ମଝିରେ ଆମେ ଆମର କାର୍ଯ୍ୟକ୍ରମ କରୁଛୁ। ଲୋକ ଆସୁଛନ୍ତି, ଆମର ବହୁତ ଇଚ୍ଛା ଲୋକ ଏଠି ରହନ୍ତୁ, ଲୋକ ନାମ କରନ୍ତୁ, ଲୋକ ଟିକେ ପ୍ରସାଦ ପାଆନ୍ତୁ, କିନ୍ତୁ ଆମେ ସେତିକି ମଧ୍ୟ ଯଥେଷ୍ଟ ପରିମାଣରେ ଯୋଗାଇ ଦେଇପାରୁନ। କିନ୍ତୁ ସମସ୍ତଙ୍କ ପାଇଁ ଦ୍ୱାରଟାକୁ ଉନ୍ମୁକ୍ତ ରଖିଛୁ। ଆମ ପାଖରେ ଯାହା ଅଛି ସେଇଥିରେ ଭାଇ ଚାଲ, ସେଇଥିରେ ଆଡ଼ଜଷ୍ଟ ହେଇକି ରହିବାକୁ ଚେଷ୍ଟା କର, ଏମିତି ସବୁ କଥା। ତେବେ ବସ୍ତୁ ଆଉ ବାସ୍ତବତା ଯଦି ନାହିଁ, ଆପଣମାନେ ଦେଖିବେ ଆମ କଜିଆଟା କେମିତି ଲାଗିଛି। ବଡ଼ ମାନେ ମୁଁ ସେ କଜିଆକୁ ସବୁ ଭଲ କରି ଗୋଟେଇଛି ବା ତାକୁ ଅନୁଧ୍ୟାନ କରିଛି। ଧର ହିନ୍ଦୁ ମୁସଲମାନଙ୍କ ଭିତରେ କଜିଆ ଲାଗିଛି, ସିଏ ଗୋଟିଏ ଉପାସନା କ୍ଷେତ୍ରର
ମଣିଷ ଇଏ ଗୋଟିଏ ଉପାସନା କ୍ଷେତ୍ରର ମଣିଷ। ଆଙ୍କ ଉପାସନାର କ୍ଷେତ୍ର ହେଉଛି ମନ୍ଦିର, ତାଙ୍କ ଉପାସନାର କ୍ଷେତ୍ର ନାଁ ହେଉଛି ମସଜିଦ୍। ତଫାତ କ'ଣ? ଏମାନେ ମୂର୍ତ୍ତି ପୂଜା କରନ୍ତି, ସେମାନେ ମୂର୍ତ୍ତି ପୂଜା କରନ୍ତିନି। ଏଇ ହେଉଛି କଜିଆ। ସେମିତି ଆପଣ ଦେଖିବେ ଚର୍ଚ୍ଚ, ସେ ମଧ୍ୟ ସେଇଆ, କିଛି ତଫାତ। ସେ ସେଇ ଈଶ୍ୱର ବୋଲି ସମ୍ବୋଧନ କରୁଛନ୍ତି, ଗଡ୍ ବୋଲି ସମ୍ବୋଧନ କରୁଛନ୍ତି, କିନ୍ତୁ ଆମ ଉପାସନା କ୍ଷେତ୍ରକୁ ଆମେ କହୁଛୁ ମନ୍ଦିର, ସେ କହୁଛନ୍ତି ଚର୍ଚ୍ଚ, ଆଉ କିଏ କହୁଛି ଗୁରୁଦ୍ୱାର। କଜିଆ ମୂର୍ତ୍ତିରୁ ଏତିକି, ମାନେ ଇଏ ମୂର୍ତ୍ତି ପୂଜା କରୁଛନ୍ତି, ସେମାନେ କରୁନାହାନ୍ତି। ସିଏ ଯାହାକୁ ଡାକୁଛନ୍ତି, ଇଏ ସେଇଆକୁ ଡାକୁଛନ୍ତି। ଆଉ ଗୋଟିଏ କଜିଆ ହେଉଛି ଖାଦ୍ୟ ପେୟ ପୋଷାକ। ଭୋକ କଲେ ସମସ୍ତେ ଖାଉଛନ୍ତି, କିନ୍ତୁ ଆମେ ଯାହା ଖାଉଛୁ ସେମାନେ ତାହା ଖାଉନାହାନ୍ତି। ସେ ତାଙ୍କର ଆଉ ଗୋଟେ କ'ଣ ଖାଉଛନ୍ତି। ଆମେ ଛେଳି ମାଂସ ଖାଉଛୁ, କୁକୁଡ଼ା ମାଂସ ଖାଉଛୁ, ସେ ଗୋମାଂସ ଖାଉଛନ୍ତି। କଜିଆଟା ସେଇଠି ରହିଲା। ତେଣୁ ଆମେ ଯଦି ଛେଳି ମାଂସ କୁକୁଡ଼ା ମାଂସ ଆକୁ ସବୁ ଛାଡ଼ି ଦିଅନ୍ତୁ, ତାହେଲେ ତାଙ୍କୁ ଯଦି ଆମେ କହନ୍ତୁ ତମେ ଆଉ ଗୋମାଂସ ଖାଅ ନା, ତାହେଲେ ସେ କଥାରେ ସେମାନେ ଟିକେ କମ୍ପ୍ରମାଇଜ୍ କରନ୍ତେ କି କ'ଣ କରନ୍ତେ। ଆଉ ଆମେ ତ ଖାଉଛୁ, ସେ ତ ଖାଉଛନ୍ତି, ଆଉ ଆମେ ତାଙ୍କୁ କହୁଛୁ, ସେ ଆମକୁ କହୁଛୁ। ଏଇ ହେଉଛି କଜିଆ। ଆଉ ଖ୍ରୀଷ୍ଟିଆନ ମାନଙ୍କ ଭିତରେ ବି ସେଇ କଜିଆ। ଆମ ଶାସ୍ତ୍ରର ନାମ ବେଦ ବା ଗୀତା, ସିଏ ସେମିତି ତାଙ୍କ ଶାସ୍ତ୍ର ନାଁ ଦେଇଛନ୍ତି କୋରୁଆନ, କିଏ ଦେଇଛି ବାଇବେଲ, କିଏ ଦେଇଛି ତ୍ରିପିଟକ, କିଏ ଦେଇଛି ଗ୍ରନ୍ଥ ସାହେବ, କେବଳ କିନ୍ତୁ ନାମଟା ସବୁ ଗ୍ରନ୍ଥରେ ରହିଛି। ଭୋକ କଲେ ସମସ୍ତେ ଖାଆନ୍ତି। ଭୋଜନ ପ୍ରତି ଆକର୍ଷଣ, ଶୋଷା ମେଣ୍ଟିବା ପାଇଁ ଆକର୍ଷଣ, ଲଜ୍ଜା ନିବାରଣ ପାଇଁ ପୋଷାକ ପତ୍ରର ଆକର୍ଷଣ, ଇଏ ସବୁ ସମସ୍ତଙ୍କ ଭିତରେ ରହିଛି। ଯେମିତି ସାଧୁସନ୍ତମାନେ କିଏ ନାଲିଆ ପିନ୍ଧନ୍ତି, କିଏ ଧଳା ପିନ୍ଧନ୍ତି, କିଏ କଳା ପିନ୍ଧନ୍ତି, ଆଉ କିଏ ପେଣ୍ଟ ପିନ୍ଧେ, କିଏ ସାର୍ଟ ପିନ୍ଧେ। ଏମିତି ଗୋଟେ ଆପଣମାନେ ଯଦି ହିସାବ କରିଦେବେ, ଇଏ ସମଗ୍ର ପୃଥିବୀର ଧର୍ମ ଜଗତର କଜିଆଟା ମାତ୍ର 4-5 ଧାଡ଼ି ଭିତରେ, କି ଖୁବ୍ ବେଶୀରେ 10 ଧାଡ଼ି ଭିତରେ ସରିବ। ଆଜି ସାଇରାମଙ୍କର କେଉଁଠି କ'ଣ ଗୋଟେ ଜନ୍ମ ଶତବାର୍ଷିକ ନା କ'ଣ ଗୋଟେ, ମୋ ପାଖକୁ ଗୋଟେ ଚିଠି ଦେଇଛନ୍ତି। ଏ ଚିଠିରେ ଲେଖିଛନ୍ତି, ଚିଠିରେ ବହୁତ ମାନେ ଦେଖିଛନ୍ତି, କିନ୍ତୁ ଶେଷକୁ ଗୋଟେ ତାର ଧାଡ଼ି ଅଛି, 1000ଟି ଶବ୍ଦ ଭିତରେ ଲେଖିବାକୁ ଚାହିଁବେ। ତେଣୁ ମୁଁ କହିଲି 1000 ନ ନେଇକି ଆମେ 500 କି 300 ଭିତରେ ସାରିଦେବା। ଆଉ ଯାହା ସତ୍ୟ ତାହା କହିବା। ଆଉ ସିଏ ଆମ ଲେଖାକୁ ପସନ୍ଦ କରନ୍ତୁ ବା ନ କରନ୍ତୁ। ସବୁଥିରେ ଗୋଟାଏ ଧର୍ମ ଜଗତରେ, ସବୁଥିରେ ଗୋଟାଏ ସର୍ତ୍ତ ଆମେ ରଖୁଛୁ, କିନ୍ତୁ ଆଧ୍ୟାତ୍ମିକ ଜଗତ ହେଉଛି ନିଃସର୍ତ୍ତ। ଆମେ ସନ୍ଧ୍ୟାବେଳେ ପ୍ରାର୍ଥନା କରିବାକୁ ବାଧ୍ୟ, ଏଇଟା ହେଲା ବାଧ୍ୟ। ଏଇଟା ଗୋଟେ ଗୁରୁଙ୍କର ଆଦେଶ, ତୁମେ ସନ୍ଧ୍ୟା 6ଟାରେ ପ୍ରାର୍ଥନା କରିବ, ସକାଳେ ଏତିକିଟା ବେଳେ ପ୍ରାର୍ଥନା କରିବ, ଇଏ ହେଉଛି ସର୍ତ୍ତ। କିନ୍ତୁ ଯିଏ ଭାବୁକ, ମେଡ଼ିକାଲରେ ଜଣେ ପଡ଼ିଛି, ସେ କେଉଁ ସର୍ତ୍ତଟାକୁ ରକ୍ଷା କରିବ? ମୁଁ ସନ୍ଧ୍ୟା ହେଲେ ଯାଇକି ଠାକୁରଙ୍କୁ ଡାକିବି, ସେ କଥା ନୁହେଁ। ତାର ଶରୀର ଅସୁସ୍ଥ ହେଲା ମାନେ ସେ ଈଶ୍ୱରକୁ ଯେଉଁ ଅବସ୍ଥାରେ ଥାଉ, ସେ ମେଡ଼ିକାଲରେ ଥାଉ କି ଘରେ ଥାଉ କି ଗାଡ଼ିରେ ଯାଉଥାଉ କି ଆମ୍ବୁଲାନ୍ସରେ ଯାଉଥାଉ, ସେ ଯେତେବେଳେ ସେ ମାନେ ଈଶ୍ୱରଙ୍କର ନାମକୁ ବା ତାର ଆଦରର ଇଷ୍ଟ ଆଉ ଗୁରୁଙ୍କର ନାମକୁ ଯେତେବେଳେ ସେ ସ୍ମରଣ କରିବ, ସେଇ ଶ୍ରଦ୍ଧାଟାକୁ ହିଁ ସେଇ ଯାହାକୁ ଆମେ କହୁଛୁ ସର୍ବଶକ୍ତିମାନ, ସେଟାକୁ ନିଶ୍ଚୟ ଗ୍ରହଣ କରିବେ।
ଆମେ ସର୍ତ୍ତ ରଖିଛୁ ମାନେ ଗୋଟେ ସର୍ତ୍ତ ହେଉଛି ଗୋଟେ କାରାଗାର। ଆପଣ ଦେଖିବେ ଚୋର ଚୋରି କରୁଛି, ତାର ଚୋରି କରିବାର ପ୍ରବୃତ୍ତି ଯାଇ ନାହିଁ, ତାକୁ କିନ୍ତୁ ଗୋଟେ ସର୍ତ୍ତ ରଖାଯାଇଛି, ସର୍ତ୍ତ ବନ୍ଦିଶାଳା। ସିଏ ବନ୍ଦିଶାଳାରେ ଅଛି। କିଛି ବନ୍ଦିଶାଳାରେ ଥିବା ଲୋକ ନିଜକୁ ସଜାଡ଼ି ଦେଉଛନ୍ତି, ଶୃଙ୍ଖଳିତ ହେଉଛନ୍ତି, କିନ୍ତୁ ବହୁତ ଲୋକ ତା ଭିତରେ ରହିକିରି ମଧ୍ୟ ସିଏ ନିଃସର୍ତ୍ତ ଭାବରେ ଚିନ୍ତା କରୁଛନ୍ତି, ମୁଁ କେଉଁଦିନ ଏଠୁ ମୁକୁଳିବି, ଗଲେ ଅମୁକ ଲୋକ ଘରୁ ଚୋରି କରିବି କି ଅମୁକ ଲୋକକୁ ମର୍ଡର କରିବି। ତେଣୁ ସର୍ତ୍ତ ହେଉଛି ଗୋଟେ ଜବରଦସ୍ତି ଆବଦ୍ଧ କରାଯାଉଛି। ଆମ ସନାତନ ଧର୍ମରେ ଆମେ ଯେମିତି କହୁଛୁ, ସେ ଗଜ ଡାକିଲା ଲକ୍ଷେ ଯୋଜନରେ ଗଜ ଡାକ ଦେଲା, ସେଠି କ'ଣ ନିଃସର୍ତ୍ତ ନା ସର୍ତ୍ତ? ସେତେବେଳେ କ'ଣ ସନ୍ଧ୍ୟା ହେଇଥିଲା? ଗଜର ଦେଖିଲା ବର୍ତ୍ତମାନ ସନ୍ଧ୍ୟା ହେଲାଣି, ମୁଁ ବର୍ତ୍ତମାନ ଭଗବାନଙ୍କୁ ଡାକିବି। ଘୋର ବନଷ୍ଟେ ମୃଗୁଣୀ ଡାକ ଦେଲା ଚକ୍ରପାଣି। ଏଇ ଫୁଲମାଳ ଆଣି ବେକାର। ଘୋର ବନଷ୍ଟେ ମୃଗୁଣୀ ଡାକ ଦେଲା ଚକ୍ରପାଣି। କ'ଣ ମୃଗୁଣୀ ଯେତେବେଳେ ଜାଣିଥିଲା ବର୍ତ୍ତମାନ ସନ୍ଧ୍ୟା ହେଲା କି ଡାକି ପାଇଲା, ମୁଁ ବର୍ତ୍ତମାନ ପ୍ରାର୍ଥନା କରିବି। ଭଗବାନ ହେଉଛନ୍ତି ନିଃସର୍ତ୍ତ। ଏହାକୁ ଯିଏ ଅନୁଭବୀ ସେ ଅନୁଭବ କରିବ। ଭଳିଆ ଗୋଟେ ଗୀତରେ ବି ଲେଖିଛି, ଅଷ୍ଟାଦଶ ଯୋଗ କରିଛ କେଉଁ ଯୋଗ ସାଧିବି, ପୂର୍ବର ସ୍ୱୀକୃତି ନଥିଲେ ସାଧି ସାଧି ମରିବି। ଏମିତି ଅନେକ ଲୋକ ନିତ୍ୟ ନୈମିତ ନିୟମକୁ ରକ୍ଷା କରିଛନ୍ତି। ତାର ଅର୍ଥ ନୁହେଁ ଯେ ସେଇ ସମୟରେ କେବଳ ଆମେ ପ୍ରାର୍ଥନା କରୁ। ସେ ଚାହା କି ବିଡ଼ି ସିଗାରେଟ ନୁହନ୍ତି। ମୁଁ ସନ୍ଧ୍ୟାବେଳେ ଟିକେ ଚାହା ପିଏ, ମୁଁ ସକାଳୁ ଟିକେ ଚାହା ପିଏ, ଖାଇସାରିଲା ପରେ ମୁଁ ପାନ ଖଣ୍ଡେ ଖାଏ। ଇଏ ସବୁ ହେଉଛି ସର୍ତ୍ତ। ଇଏ ସର୍ତ୍ତ ଭିତରେ ଭଗବାନ ନାହାନ୍ତି। ଯଦି ତମେ ତାଙ୍କ ସହିତ ତମର ସମ୍ବନ୍ଧ ବାନ୍ଧିବା ପାଇଁ ଯଦି ଚାହୁଁଛ ନିଃସର୍ତ୍ତ, ତମେ ଗୁରୁଙ୍କର ଆଦେଶକୁ ପାଳନ କର ଏବଂ ଶାସ୍ତ୍ରୀୟ ଆଦେଶ, ଯେମିତି ଆମର 3 ଥର ପ୍ରାର୍ଥନା, ମୁସଲମାନ ଭାଇମାନଙ୍କର 5 ଥର ନମାଜ, ସେମିତି ଖ୍ରୀଷ୍ଟିଆନ ଭାଇମାନଙ୍କର ରବିବାରକୁ ଚର୍ଚ୍ଚକୁ ଯିବା, ଗୁରୁଦ୍ୱାରରେ ଯେମିତି ସବୁବେଳେ ଗୁରୁ ଗ୍ରନ୍ଥ ସାହେବ ପାଠ ହେବା, ଇଏ ସବୁ ସର୍ତ୍ତ। ତାପରେ ବି ଆମକୁ ନିଃସର୍ତ୍ତ ଭାବରେ ଦୁଃଖରେ, ବିପଦରେ, ରୋଗରେ, ଅଭାବରେ ଆମକୁ ତାଙ୍କ ସହିତ ସଂଯୋଗ ହେବାର ଅଛି। ତାଙ୍କ ନାମକୁ ମନନ କରିବାର ଅଛି। ତାଙ୍କ ନାମଟା ଯେ କେବଳ ଭଗବାନ, ଏକଥା କିଏ କହିଛି? କେଉଁଠି ଲେଖା ଅଛି କିଏ କହିଛି ତାଙ୍କ ନାମ ଭଗବାନ ବୋଲି? ଭଗବାନ କହିଛନ୍ତି କି ମୋ ନାଁ ହେଉଛି ଭଗବାନ? ତା ମଧ୍ୟ କହିଛନ୍ତି କି ନା ମୋର ସନ୍ଦେହ ହେଉଛି। କିନ୍ତୁ ଏକ ଅଦୃଶ୍ୟ ଜ୍ୟୋତିକୁ ଭକ୍ତ ସମ୍ବୋଧନ କରୁ କରୁ କେତେବେଳେ ଭଗବାନ କହିଛି, କେତେବେଳେ ସର୍ବଶକ୍ତିମାନ କହିଛି, କେତେବେଳେ ପରମାତ୍ମା କହିଛି, ପରମେଶ୍ୱର କହିଛି, ପରମ ବ୍ରହ୍ମ କହିଛି। ଇଏ ସବୁ ହେଉଛି ମାନେ ଅଳଙ୍କାର। ଯେମିତି ସୁନାର ଅଳଙ୍କାର। ସୁନାଟାକୁ କେହି ସୁନା କହିଲେ ସେ ଗୋଟେ ମୁଣ୍ଡା ହେଇପାରେ, ଗୋଟେ ସୁନାର ଇଟା। ସେଟା କ'ଣ କିଏ ଜଣେ କାନରେ ତାକୁ ପିନ୍ଧିବ ନା ବେକରେ ତାକୁ ପିନ୍ଧିବ? ସେ ଅଳଙ୍କାର ହେଇଯାଏ, ସୁନ୍ଦର ଦେଖାଯାଏ ଏବଂ ଅନ୍ୟକୁ ସେ ସୌନ୍ଦର୍ଯ୍ୟ ପ୍ରଦାନ କରେ। ସେଇଭଳି ଭାବରେ ଭଗବାନଙ୍କର ନାମକୁ ବା ପ୍ରାର୍ଥନାକୁ କେବଳ ବାବା କହିଛନ୍ତି, ଏତିକିଟା ବେଳେ ଆମେ ପ୍ରାର୍ଥନା କରିବୁ। ସେଇଟା ହେଲା ସର୍ତ୍ତ। ସର୍ତ୍ତ ସହିତ ତାଙ୍କୁ ନିଃସର୍ତ୍ତ ଭାବରେ ଦଣ୍ଡେ ନିମିଷେ କ୍ଷଣେ ଲେସେ, ଶୟନେ ସ୍ୱପନେ ଜାଗରଣରେ, ବିପଦରେ ସମ୍ପଦରେ ସୁଖରେ ଦୁଃଖରେ ତାଙ୍କ ପ୍ରତି ଆକୃଷ୍ଟ ହୁଅ।
ତମେ କହିବ ମୋର ବର୍ତ୍ତମାନ ଜଞ୍ଜାଳ ଅଛି, ଜଞ୍ଜାଳ କାମ ସରୁ ତାପରେ ମୁଁ ଠାକୁରଙ୍କୁ ଡାକିବି। ତାପରେ ତୁମେ ଜଞ୍ଜାଳ ପ୍ରତି ଆକୃଷ୍ଟ ହେବ ନା ଭଗବାନଙ୍କ ପ୍ରତି ଆକୃଷ୍ଟ ହୋଇପାରିବ? ତାଙ୍କ ପ୍ରତି ଯଦି ଆକୃଷ୍ଟତା ଆମର ସବୁବେଳେ ରହିବ, ସେ ଏଭଳି ଏକ ଶକ୍ତି, ସେ ସବୁବେଳେ ଆମ ସହିତ ସଂଯୋଗ ହୋଇକରି ରହିବେ। ଗଜ ଡାକିବା ମାତ୍ର ସେ ରକ୍ଷା କଲେ, ଦ୍ରୌପଦୀ ଡାକିବା ମାତ୍ରକେ ସେ ରକ୍ଷା କଲେ, ଅଜାମିଳ ନାରାୟଣ କହୁ କହୁ ନାରାୟଣ ଆସି ପହଞ୍ଚିଗଲେ। କିନ୍ତୁ ଆମେ ଡାକି 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 ସେଇଆ, କିନ୍ତୁ ଆମର ସବୁବେଳେ ସର୍ତ୍ତ। ଆଉ ଆମେ ଘଣ୍ଟା ଦେଖିବୁ କେଇଟା ବେଳେ ଆମର ତ 6ଟା ବେଳେ ପ୍ରାର୍ଥନା। ଆଉ 6ଟା ବେଳେ ଯଦି ପ୍ରାର୍ଥନା ହେଲା, 5ଟା ବେଳେ ଯଦି ସମୟ ଅଛି, ତାହେଲେ ତୁମେ ପ୍ରାର୍ଥନା ଗାଇଲେ କ'ଣ ସେ ମନା କରିବେ? 5ଟା ବେଳେ ଥରେ କରିକି ପୁଣି 6ଟା ବେଳେ ଆଉ ଥରେ କରୁନା। 1ରେ 1 ମିଶିଲେ 2 ହୁଏ, ଆଉ ଶୂନକୁ ଶୂନରେ ମିଶିଲେ କ'ଣ 1 ହୁଏ? ତେଣୁ ଆଜି ଆମ ଧର୍ମ ଜଗତ ଖାଲି ଧର୍ମ ଜଗତ ନୁହେଁ, ଆମ ଧର୍ମ ଜଗତ, ଆମର କର୍ମ ଜଗତ, ଆମର ଜ୍ଞାନ ଜଗତ ସବୁଗୁଡ଼ାକ ସର୍ତ୍ତାବଳୀ ଭିତରେ ରହିଯାଇଛି। ଯେମିତି ଆମର ଯେତେବେଳେ ନୂଆ ସରକାର ଗଠନ ହୁଏ, ମାନେ କ'ଣ କୁହନ୍ତି, ଓର୍ଥ ନିଅନ୍ତି, କ'ଣ ସତ୍ୟପାଠ କରନ୍ତି, ମୁଁ ତାକୁ ସବୁ ଦେଖେ ଟିଭି ପରଦାରେ। ପ୍ରକୃତରେ ଇଏ ଯେଉଁ କହୁଛନ୍ତି ମୁଁ ଏହା କରିବି ନାହିଁ, ପ୍ରକୃତରେ କ'ଣ ସେମାନେ ସେଇ ସର୍ତ୍ତଟାକୁ ରକ୍ଷା କରିପାରନ୍ତି? ସର୍ତ୍ତକୁ ଯଦି ରକ୍ଷା କରିପାରୁଥାନ୍ତେ ତାହେଲେ ସରକାର ମଧ୍ୟ ବଦଳିଅନ୍ତେ ନାହିଁ। ଗଣତନ୍ତ୍ର କଥା ମୁଁ କହୁଛି, ରାଜତନ୍ତ୍ର କଥାରେ ସର୍ତ୍ତ ହିଁ ସର୍ତ୍ତ ହେଇକି ରହିଲା। ମୁଁ ରାଜା ହେଇକି ମୋ ବଡ଼ ପୁଅ ରାଜା ହେବ। ସେଇ ସର୍ତ୍ତଟା ଯେ ଏମିତି ଗଣ୍ଡଗୋଳ କଲା, ଜବରଦସ୍ତି କୈକେୟୀ ମା କହିଲେ ମୋ ପୁଅ ଭରତ 14 ବର୍ଷ ରାଜା ହେବ। ତାପରେ ରାମ 14 ବର୍ଷ ଜଙ୍ଗଲକୁ ଯିବେ, ତାପରେ ଯାଇକିରି ରାମ ରାଜା। ଏଠି କ'ଣ ହେଲା? ସର୍ତ୍ତ ପରମ୍ପରାକୁ ଭଗ୍ନ କଲେ ବିପ୍ଳବିଣୀ ମା କୈକେୟୀ। ଏଭଳି ନାରୀ ଜଗତରେ ବହୁତ କମ୍ ମିଳନ୍ତି। ତମେ ଯଦି ତମର ବଡ଼ ପୁଅକୁ କେବଳ ରାଜା କରିବା କଥା, ତାହେଲେ 3ଟି ବିବାହ ହେଉଥିଲ କାହିଁକି? ଯଦି 3ଟି ବିବାହ ହେଲ, ସମସ୍ତଙ୍କ ପୁଅ ବି ବଡ଼ ଅଛନ୍ତି, ତାଙ୍କ ପୁଅ ସବୁ ରାଜା କାହିଁକି ହେବେନି? ବାଟି କୁଟିକି ରାଜା ହେବେ। ତେଣୁ ଦଶରଥଙ୍କ ପାଖରେ ସେ ଅଳି କରିଥିଲେ, ଜିଦ୍ ଧରିଥିଲେ, ଏବଂ ଯୋଗମାୟା ସ୍ୱରୂପିଣୀ ମନ୍ଥରା ମା ତାଙ୍କୁ ମନେ ପକାଇ ଦେଇଥିଲେ ଯେ ତୁମେ ଏତିକି ବେଳେ କଥାଟାକୁ ଭାଙ୍ଗ, ଏ ସର୍ତ୍ତକୁ ଭାଙ୍ଗ, ରାଜତନ୍ତ୍ରରେ ଗଣତନ୍ତ୍ରକୁ ସୃଷ୍ଟି କର। ମୋ ପୁଅ ଭରତ ରାଜା ହେବ 14 ବର୍ଷ। 14 ବର୍ଷ ରାମ ଜଙ୍ଗଲକୁ ଯିବେ। ସେ ଜଙ୍ଗଲକୁ ଯିବା କଥାଟା ଯେଉଁ କହନ୍ତି, ସେଇଟାକି କୈକେୟୀଙ୍କ ଉପରେ ଆମେ ସବୁ ଚିଡ଼ି ଯାଉ। କିନ୍ତୁ ଜଙ୍ଗଲ କେଉଁଠି ଲେଖା ହେଇନି, 14 ବର୍ଷ ବନବାସ। ଏଇଟା ହେଲା ବଳିଆ ରାମାୟଣ। ରାମ 14 ବରଷ ବନବାସ। ରାମ 14 ବରଷ ବନବାସ। ରାମ 14 ରାମ ଆନନ୍ଦ। ଆନନ୍ଦ ଯୋଉଠି ଜନ୍ମ ନିଏ, ସେ 14 ବର୍ଷକୁ ବିତାଏ, 14 ବର୍ଷକୁ ପ୍ରାପ୍ତ ହୁଏ। 4ଟି ଦର୍ଶନକୁ ସେ ପ୍ରାପ୍ତ ହୁଏ। ପିତୃକୃପା, ମାତୃକୃପା, ଗୁରୁକୃପା, ଇଷ୍ଟ କୃପା, ଏ 4ଟା ଦର୍ଶନକୁ ସେ ପ୍ରାପ୍ତ ହୁଏ।
ମାତୃକୃପା ପିତୃକୃପା ଗୁରୁକୃପା ଇଷ୍ଟକୃପା ଇଏ ହେଲା ଗୋଟିଏ। ଆଉ ତାରଟି ହେଲା କ'ଣ? ଧର୍ମ ଅର୍ଥ କାମ ମୋକ୍ଷ। ରାମ 14। ଆମ ଶ୍ରୀକ୍ଷେତ୍ରରେ 4ଟି ଦ୍ୱାର। ସେ କ'ଣ? ରୁକ୍ସାମ ଯଦୁ ଅଥର୍ବ ପାଇଁ କରାହେଇଛି। ଏସବୁ ଏମିତି କଥା କେତେ କୁଆଡ଼େ ଯିବ। ବରଷ ମାନେ ବର୍ଷଣ କର। ହେ ପ୍ରଭୁ, ହେ ରାମ, ଆମ ମୁଣ୍ଡ ଉପରେ, ଆମ କପାଳରେ ଆପଣଙ୍କର ଏଇ 4ଟା ଜିନିଷ, ପିତୃ ମାତୃ ଅପରାଧୀ ହେବି ନାହିଁ, ପିତୃ ଅପରାଧୀ ହେବି ନାହିଁ, ଗୁରୁ ଅପରାଧୀ ହେବି ନାହିଁ, ଇଷ୍ଟ ଅପରାଧୀ ହେବି ନାହିଁ। ମୋର ମାତୃକୃପା ଦରକାର, ପିତୃକୃପା ଦରକାର, ଗୁରୁ କୃପା ଦରକାର, ଆଉ ଇଷ୍ଟ କୃପା ଦରକାର। ଧର୍ମ ଦରକାର, ଅର୍ଥ ଦରକାର, କାମ ଦରକାର, ମୋକ୍ଷ ଦରକାର। ରାମ 14 ବର୍ଷ ବନବାସ। ବନ କହିଲେ ସୁନ୍ଦର, ବନ କହିଲେ ଜଙ୍ଗଲ, ବନ କହିଲେ ଜଳ। ତେଣୁ କୈକେୟୀ ପଠେଇଛି 14 ବର୍ଷ ବନବାସ। ଯାଅ ରାମ, ଜଙ୍ଗଲକୁ ସୁନ୍ଦର କର। ଜଙ୍ଗଲରେ ଆଜି ବି ଲୁଚି ରହିଛନ୍ତି ଆତଙ୍କବାଦୀ ମାନେ, ତାଙ୍କୁ ନିପାତ କର କିମ୍ବା ତାଙ୍କୁ ପରାସ୍ତ କର। ଇଏ ହେଲା 1। 2ରେ ଜଙ୍ଗଲ ଭିତରେ ତପସ୍ୟା କରୁଛନ୍ତି ସାଧୁସନ୍ତ ମାନେ। ସିଏ ହେ ସିଏ ତତେ ଡାକୁଛନ୍ତି ରାମ ରାମ ବୋଲି, ପାଗଳ ହେଇକି ଜଙ୍ଗଲରେ ବହିଛନ୍ତି। ତୁ ତାଙ୍କୁ ଟିକେ ଦେଖା ଦବୁନି? ଯା ଜଙ୍ଗଲକୁ ଯାଇ ସେମାନଙ୍କୁ ଦର୍ଶନ ଦେ। ଅହଲ୍ୟା ଭଳି ନାରୀ ମଧ୍ୟ ଆଜି ଅପେକ୍ଷିତା, ସିଏ ତୋର ଚରଣ ସ୍ପର୍ଶ ପାଇବ। ଗୌତମ ତୋର ଦର୍ଶନ ପାଇବେ। ଯା, କେଡ଼େ ସୁନ୍ଦର କଥା। ବନବାସ, ବନ କହିଲେ ସୁନ୍ଦର। ଦୁନିଆରେ ପ୍ରକୃତରେ ସୁନ୍ଦର କିଏ? ଏଇ ଯେଉଁ ପେଣ୍ଟିଂ ହେଇକି ପନ୍ଧାଏ ବାହାରୁଛନ୍ତି, ଏଇ ସୁନ୍ଦର? ସିଏ ସୁନ୍ଦର ନୁହନ୍ତି। ସୁନ୍ଦର ତୁମ ଏତିକି ଦୁଣି, କ'ଣ ଲେଖିଲେ? ରାମ ତପୋବନାଧିଗମନମ୍। ତାହେଲେ ଏଠି ବଣ ଜଙ୍ଗଲ କଣ୍ଟା ଝଣ୍ଟାରେ ପଶିବା କଥା ଦେଖାଇ। ରାମ ତପୋବନାଧିଗମନମ୍ ହତ୍ୱା ମୃଗୀ କାଞ୍ଚନମ୍ ବୈଦେୟୀ ହରଣମ୍ ଜଟାୟୁ ମରଣମ୍ ସୁଗ୍ରୀବ ସମ୍ବାଦ। ଏସବୁ ଗୋଟେ ଗୋଟେ ଶ୍ଲୋକ ମୋ ପାଇଁ ଅନ୍ତର ଗୋଟେ ଗୋଟେ ଘଣ୍ଟା ହେଲେ ମୁଁ ତାକୁ ଟିକେ ଟିକେ କେମିତି ମୂଲ୍ୟାଙ୍କନ କରିପାରିବି। ମୁଁ ତ ବିରାଟ ବଡ଼ ପଣ୍ଡିତ ନୁହଁ, ଗୋଟେ ଛୋଟିଆ ପଣ୍ଡିତ। ତେଣୁ ମୁଁ ତାକୁ ତଥାପି ଘଣ୍ଟାଏ ଖଣ୍ଡେ ମୋତେ ସମୟ ଦରକାର। ତେଣୁ ପିଲାମାନେ, ଆମେ ସମସ୍ତେ ସେଇ କଥା କହିବା। ସର୍ତ୍ତ ଆଉ ନିସର୍ତ୍ତ। ରାମାୟଣ ଯୁଗରେ ପ୍ରଥମ ସର୍ତ୍ତ ଭଙ୍ଗ ହେଲା, ସର୍ତ୍ତ ଭଗ୍ନ ହେଲା। ଭରତ ରାଜା ହେଲେ, ରାଜା ସେ ହେଇନାହାନ୍ତି, କିନ୍ତୁ ରାଜ ସିଂହାସନ ତାଙ୍କୁ ଦିଆହେଲା। ଆଉ ସେଇଭଳି ଦ୍ୱାପର ଯୁଗରେ ପ୍ରଥମ ସର୍ତ୍ତ ଭଗ୍ନ ହେଲା। କେମିତି ଭଗ୍ନ କଲ? ଭଗ୍ନ କ'ଣ ହେଲା? ଜନ୍ମ ହେଲେ ବନ୍ଦୀଶାଳାରେ, କିନ୍ତୁ ସେ ବନ୍ଦୀଶାଳାର ଚୋର ନୁହନ୍ତି, କାରାଗାରର ଡକାୟତ ନୁହନ୍ତି। ସେ ଯାଇ ରହିଲେ ନନ୍ଦ ମନ୍ଦିରରେ। ସେଇ ଆନନ୍ଦ, ସେଠି ସର୍ତ୍ତ ଭଗ୍ନ ହେଲା। ନିଃସର୍ତ୍ତ ଭାବରେ ଯଶୋଦା, ନନ୍ଦ ଯଶୋଦାଙ୍କ କୋଳ
ଭଗବାନ କଲେ। ସତ୍ୟ ଯୁଗରେ ସତ୍ୟମଗ୍ନ ହେଲା। ଭଗବାନଙ୍କୁ ପ୍ରାର୍ଥନା କଲେ ଭଗବାନ ମାନେ ଅବତୀର୍ଣ୍ଣ ହେବେ। କିନ୍ତୁ ପ୍ରହ୍ଲାଦକୁ ତାଙ୍କ ବାପା ପଚାରିଲେ ହରି ତୋର କୋଉଟା ସବୁଠି ନା ଏଇ ଖୁମ୍ବରେ ନା ଏ ଖୁମ୍ବରୁ ବାହାରିଲା। ସର୍ତ୍ତ ଭଗ୍ନ ହେଲା, ଖୁମ୍ବରୁ କରି ବାହାରିଲା। ତେଣୁ ନିଃସର୍ତ୍ତ ଭାବରେ ଭଗବାନଙ୍କୁ ପ୍ରାର୍ଥନା କର। ଏ କଳିଯୁଗରେ ଗୌରାଙ୍ଗ ମହାପ୍ରଭୁ সেই নিঃশর্ত কথাটাকে স্থাপন କରିଦେଲେ। চলিতে কথা বলিতে লহরে କାମ କରୁଛ ନାମ ବି ଭଜୁଛ। এইଭଳି ଅନେକ କଥା